मैं बैंड्रा में पैदा हुई हूँ एंड मैंने बैप्टिज्म लिया है। अरे वाह। क्रिश्चियन स्कूल में थी मैं, तो मेरे फ्रेंड सब क्रिश्चियन थे। तो मैंने बोला यार ये लोग मास करते हैं, तो मैंने सुना था लाइक बचपन में कि जो जीसस का ब्लड होता है वो वाइन होता है। अरे वाह। तो मैंने बोला यार वाइन मतलब दारू। यार बोलते हैं इसमें वाइन है, तो मैंने बोला चल यार इसी शौक से मैं भी बैप्टिज्म ले भगवान मान करता। नहीं बट आई फॉलो क्रिश्चियनिटी। या मैं एवरी सैटरडे जाती भी हूँ वेलिंग ग्रीन चर्च। ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓ କେଉଁ ବିଷୟରେ ଆଧାରିତ ହେବା ପାଇଁ ଯାଉଅଛି ତାହା ଆପଣ ଅଲରେଡ଼ି ଥମ୍ବନେଲ୍ରୁ ବୁଝିସାରିଥିବେ। ଆଜିର ବିଷୟବସ୍ତୁ ହେଉଛି ଗୋବିନ୍ଦା ଏବଂ ତାଙ୍କ ପରିବାର, ଆଉ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ। ତେବେ ଇଏ ହେଉଛି ଆଜିର ଟପିକ୍। ଗୋବିନ୍ଦା ଆଉ ଯିଏକି ବଲିଉଡ଼ର ଜଣେ ଫେମସ୍ ଆକ୍ଟର ଜଣେ ଅଛନ୍ତି, ଗୋବିନ୍ଦା ଆହୁଜା ତାଙ୍କ ନାଁ, ଏବଂ ତାଙ୍କର ପତ୍ନୀଙ୍କ ନାଁ ହେଉଛି ସୁନିତା ଆହୁଜା। ଆଉ ଦୁଇଜଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରି ବିଶ୍ୱାସ କରି ବର୍ତ୍ତମାନ ସେମାନେ ଚର୍ଚ୍ଚ ରେଗୁଲାର ସେମାନେ ଯିବା ଆସିବା ସେମାନେ କରୁଅଛନ୍ତି। ଆଉ ଗୋବିନ୍ଦାଙ୍କର ପତ୍ନୀ ସୁନିତା ଆହୁଜା ସେ ଡାଇରେକ୍ଟ ସେ କହିଲେ ଯେ ଅଲରେଡ଼ି ମୋର ବାପ୍ତିସ୍ମ ମୋର ହେଇସାରିଛି। ଆଉ ଯେତେବେଳେ ମୁଁ ଛୋଟ ଥିଲି ମୋର ସାଙ୍ଗମାନେ ସମସ୍ତେ ଖ୍ରୀଷ୍ଟିଆନ ଥିଲେ, ଆଉ ମୁଁ ଦେଖୁଥିଲି ସେମାନେ ଖ୍ରୀଷ୍ଟିଆନମାନେ ପ୍ରଭୁ ଭୋଜ କରନ୍ତି। ଆଉ ମୁଁ ମଧ୍ୟ ଭାବିଲି ମୁଁ ଯଦି ପ୍ରଭୁ ଯୀଶୁଙ୍କୁ ମୁଁ ଗ୍ରହଣ କରିବି, ତାଙ୍କୁ ମୁଁ ବିଶ୍ୱାସ କରିବି, ତେବେ ମୁଁ ମଧ୍ୟ ଏହି ପ୍ରଭୁ ଭୋଜର ମୁଁ ଅଂଶୀଦାର ହୋଇପାରିବି। ଆଉ ପ୍ରଭୁ ଭୋଜର ଅର୍ଥ ଅବଶ୍ୟ ତାଙ୍କୁ ଜଣା ନଥିଲା। ପ୍ରଥମେ ସେ ଭାବୁଥିଲେ ଯେ ଖ୍ରୀଷ୍ଟିଆନମାନେ ମଦ୍ୟପାନ କରୁଛନ୍ତି ଚର୍ଚ୍ଚ ଭିତରେ। ଆଉ ଯେତେବେଳେ ସେ କିଛି ଦିନ ପରେ ଯେତେବେଳେ ସେ ପ୍ରକୃତ କଥା ବୁଝିଲେ, ଜାଣିଲେ, ଆଉ ସେ ଜାଣିଲେ ଯେ ପ୍ରକୃତରେ ଏହା କୌଣସି ପ୍ରକାର ମଦ ନୁହେଁ, ଇଏ ହେଉଛି ମାତ୍ର ଅଙ୍ଗୁରର ଏକ ରସ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ଆମେମାନେ ଦେଖୁଛୁ ଯେ ଗୋବିନ୍ଦା ତାଙ୍କର ପତ୍ନୀ, ଆଉ ସିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ଗ୍ରହଣ କରିଛନ୍ତି, ବାପ୍ତିସ୍ମ ନେଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ଚର୍ଚ୍ଚକୁ ସେ ଯିବା ଆସିବା କରୁଛନ୍ତି। ହଁ ପ୍ରିୟ ବନ୍ଧୁଗଣ, ଆଉ ଯଦି ଆମେ ଦେଖିବା ଗୋବିନ୍ଦାଙ୍କ ବିଷୟରେ, ଆଉ ସେ ମଧ୍ୟ ବର୍ତ୍ତମାନ ଚର୍ଚ୍ଚକୁ ଯାଇକି ଆଉ ରେଗୁଲାର ସେ ପ୍ରାର୍ଥନା କରୁଛନ୍ତି, ଯେଉଁଟାକି ଆପଣ ଦେଖିଲେ। ଆଉ ଗୋବିନ୍ଦା ମଧ୍ୟ ଚର୍ଚ୍ଚକୁ ଯାଇକି ସେ ପ୍ରାର୍ଥନା କରୁଛନ୍ତି। ଆଉ ଏ ସମସ୍ତ ବିଷୟ ସତ୍ୟ ଅଟେ, ଯାହାକି ଆପଣ ବର୍ତ୍ତମାନ ଦେଖିଲେ ଭିଡ଼ିଓ ସ୍କ୍ରିନ୍ ମାଧ୍ୟମରେ। ଯଦି ଆମେ ଗୋବିନ୍ଦାଙ୍କ ବିଷୟରେ ଦେଖିବା ପ୍ରିୟ ବନ୍ଧୁଗଣ, ଆଉ ଗୋଟେ ସତ୍ୟ ବିଷୟ ମୁଁ ଜଣାଇବା ପାଇଁ ଚାହୁଁଛି ଗୋବିନ୍ଦାଙ୍କ ବିଷୟରେ। ପ୍ରାୟ କିଛି ମାସ ପୂର୍ବରୁ এই ଗୋବିନ୍ଦା ଆହୁଜା ସେ ଶିବସେନାରେ ସେ ଭର୍ତ୍ତି ହୋଇଥିଲେ। ଆପଣ ଜାଣିଥିବେ କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ଗୋବିନ୍ଦା ସେ ଶିବସେନାରେ ଭର୍ତ୍ତି ହୋଇଥିଲେ, ଆଉ ଜଣେ ମେମ୍ବର ମଧ୍ୟ ହୋଇଥିଲେ। କିନ୍ତୁ ପରେ ଆଉ ପରମେଶ୍ୱର ହୁଏତ ତାଙ୍କ ଅନ୍ତରରେ କାର୍ଯ୍ୟ କରିଛନ୍ତି, ଏବଂ ସେ କ'ଣ କରିଛନ୍ତି, ସେ ଚର୍ଚ୍ଚକୁ ଯିବା ଆସିବା କରିଛନ୍ତି, ଆଉ ଚର୍ଚ୍ଚରେ ପ୍ରାର୍ଥନା କରେଇଛନ୍ତି, ଆଉ ପାଷ୍ଟରଙ୍କ ଦ୍ୱାରା ସେ ପ୍ରାର୍ଥନା କରେଇଛନ୍ତି। ଆଉ ଗୋବିନ୍ଦଙ୍କର ଚର୍ଚ୍ଚ ଯିବା ଘଟଣାକୁ ନେଇକି ଅନେକ ପ୍ରଶ୍ନ ଆସୁଛି। କିଛି ଲୋକ ଅଛନ୍ତି, ସେମାନେ ପ୍ରଶଂସା କରୁଛନ୍ତି, ଭଲ ବୋଲି କହୁଛନ୍ତି, ଆଉ କିଛି ଲୋକ ଅଛନ୍ତି ସେମାନେ ବିରୋଧ କରୁଛନ୍ତି। ମୁଁ କହିବି ନାହିଁ ସେମାନଙ୍କର ବିଷୟରେ, କିନ୍ତୁ ଆପଣ ଏଇଥିରୁ ଜାଣିପାରୁଥିବେ କେଉଁମାନେ ବିରୋଧ କରୁଛନ୍ତି ଆଉ କେଉଁମାନେ ସପୋର୍ଟ କରୁଛନ୍ତି।
এটা କୌଣସି ବୁଝିବାକୁ ପଡ଼ିବ ନାହିଁ। ଏଇଟା ହେଉଛି ସାଧାରଣ ଜ୍ଞାନ ବିଷୟ। ଏଇଟା ନ ବୁଝାଇଲେ ମଧ୍ୟ ଆପଣ ଭଲ ଭାବରେ ଜାଣିପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଇ ଯେଉଁ ଭିଡ଼ିଓ ଆପଣ ଦେଖିଲେ ଗୋବିନ୍ଦାଙ୍କ ବିଷୟରେ, ଆଉ ଏଇଟା ସେ ନିଜେ ପୋଷ୍ଟ କରିଛନ୍ତି, ଏଇଟା ଅନ୍ୟ କେହି ପୋଷ୍ଟ କରିନାହାନ୍ତି। ଆଉ ସେ ନିଜେ ଏଇ ଭିଡ଼ିଓକୁ ନିଜେ ନିଜର ଇନଷ୍ଟାଗ୍ରାମ ଆଇଡ଼ିରେ ସେ ପୋଷ୍ଟ କରିଛନ୍ତି। ଆଉ ଏଇ ଭିଡ଼ିଓକୁ ଏ ପର୍ଯ୍ୟନ୍ତ 8 ଲକ୍ଷ ଲୋକ, 8 ଲକ୍ଷର ଉର୍ଦ୍ଧ୍ୱ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖି ସାରିଲେଣି ଏଇ ଭିଡ଼ିଓକୁ, ଯେ ଗୋବିନ୍ଦା କିପରି ଚର୍ଚ୍ଚ ମଧ୍ୟକୁ ଯାଇକି, ଚର୍ଚ୍ଚ ଭିତରକୁ ଯାଇକି ସେ ପ୍ରାର୍ଥନା କରୁଛନ୍ତି। ଆଉ ଏଇସବୁ ଘଟଣା ମୁଁ ଆପଣଙ୍କ ସାମ୍ନାରେ ମୁଁ ରଖିଲି। କାହିଁକି ମୁଁ ରଖିଲି ତା'ର ଗୋଟେ କାରଣ ମଧ୍ୟ ଅଛି। ଆଉ ଯଦି ଆମେ ପରମେଶ୍ୱରଙ୍କ ବାକ୍ୟ ଦେଖିବା, ଫିଲିପିଓ ତା'ର 2 ପର୍ବର ତା'ର 7, 8, 9 ଯଦି ଆମେ ଦେଖିବା, ଆଉ ଏଇ ବାଇବଲର ଅଂଶରେ ଏପରି ଲେଖା ଅଛି ଯେ ଏମିତି ଗୋଟେ ଦିନ ଆସୁଅଛି ଯେଉଁଦିନ ପ୍ରତ୍ୟେକ ଜାନୁନତା ହେବ ଏବଂ ପ୍ରତ୍ୟେକ ଜିହ୍ୱା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ। ହଁ ପ୍ରିୟ ବନ୍ଧୁଗଣ, ଆଉ ଜନି ଲିବନଙ୍କ ବିଷୟରେ ତ ଆପଣ ଜାଣିଥିବେ। ଆଉ ସେ ତ ବହୁତ ବର୍ଷ ହେଲାଣି ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିକି ଏବେ ମଧ୍ୟ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ସେ ଅଛନ୍ତି ଏବେ ବି। ଆଉ କେବଳ ସେତିକି ନୁହେଁ, ସେ ଅନେକ ଷ୍ଟେଜ୍ ଗୁଡ଼ିକରେ ଯାଇକି ସେ ପ୍ରଚାର କାର୍ଯ୍ୟ ମଧ୍ୟ ସେ କରୁଛନ୍ତି। ଆଉ ତାପରେ ଯେ ଆମେ ଦେଖୁଛୁ ଧୀରେ ଧୀରେ ଅନ୍ୟ ଆକ୍ଟରମାନେ ସେମାନେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ଆକର୍ଷିତ ହୋଇଛନ୍ତି। ଆଉ କିଛି ମାସ ତଳେ ପ୍ରଫେଟ୍ ବଜିନ୍ଦର ସିଂ ତାଙ୍କର ସଭାରେ ଆକ୍ଟରମାନେ ଆସିଥିଲେ। ଆଉ ସେମାନଙ୍କ ମଧ୍ୟରୁ ଜଣେ ଆକ୍ଟର ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କଲେ। ତାଙ୍କ ନାଁ ହେଉଛି ରାମପାଲ ବୋଲି। ଆଉ ସେ ସମ୍ପୂର୍ଣ୍ଣ ରୂପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ଏବଂ ସେ ନିଜର ସାକ୍ଷ୍ୟ ଦେଲେ ଯେ ଯୀଶୁଙ୍କ ପାଖକୁ ଆସିକି ମୋତେ ବହୁତ ଭଲ ଲାଗୁଛି, ଭଲ ମୁଁ ଅନୁଭବ କରୁଛି। ଟିକେ ଦେଖନ୍ତୁ, ଅନେକ ଅଛନ୍ତି ଆସିବା ନିମନ୍ତେ, କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଆସୁଛନ୍ତି। ଏବଂ ଏ ଜଗତରେ ଆଗାମୀ ଦିନମାନଙ୍କରେ କେବେ ହେବ ମୁଁ ଜାଣେ ନାହିଁ, କିନ୍ତୁ ନିଶ୍ଚିନ୍ତ ଭାବରେ ଏକ ବହୁତ ବଡ଼ କ୍ରାନ୍ତିକାରୀ ଆସିବା ପାଇଁ ଯାଉଅଛି, ରିଭାଇଭାଲ୍। ଆଉ ଯେଉଁଠିକି এই ବାକ୍ୟ ସଫଳ ହେବ, ପ୍ରତ୍ୟେକ ଜାନୁନତା ହେବ, ପ୍ରତ୍ୟେକ ଜିହ୍ୱା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ। ସେ ସମୟ ଧୀରେ ଧୀରେ ସନ୍ନିକଟ ହୋଇ ଆସୁଅଛି। ତେବେ ପ୍ରିୟ ବନ୍ଧୁଗଣ, এইটা ଆଜିର ଖବର এইଟା ଥିଲା ଆପଣଙ୍କ ନିମନ୍ତେ ଯେ ଗୋବିନ୍ଦା ଏବଂ ତାଙ୍କ ପରିବାର ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ବିଶ୍ୱାସ କଲେ। ଆଉ ଏତେ ବଡ଼ ଆକ୍ଟର ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ। ଶେଷରେ ଗୋଟେ ବିଷୟ କହି ମୁଁ ଶେଷ କରିବି ଯେ ଅନେକ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଅଛି। ଅନେକ ଲୋକ, ପ୍ରାୟ 100 ଭାଗରୁ 99 ଭାଗ ହେଇଥିବେ, ଏମିତି ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ଅଛି ଯେ କେବଳ ଛୋଟ ଜାତି ଲୋକମାନେ, ଗରିବ ଲୋକମାନେ, ଦଳିତ ଲୋକମାନେ, କେବଳ ଏଇମାନେ ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି। ବଡ଼ ବଡ଼ ଧନୀ ଲୋକମାନେ, ବଡ଼ ଜାତିର ଲୋକମାନେ ସେମାନେ ଯୀଶୁଙ୍କ ପାଖକୁ ଆସନ୍ତି ନାହିଁ। କିନ୍ତୁ ଯେଉଁମାନଙ୍କ ମନରେ ଏହିପରି ଭ୍ରାନ୍ତ ଧାରଣା ଅଛି, ଆଉ ସେମାନେ এই ଭିଡ଼ିଓକୁ ଦେଖନ୍ତୁ, ଭିଡ଼ିଓ କ୍ଲିପ୍କୁ ସେମାନେ ଆଉ ଥରେ ଦେଖନ୍ତୁ ଯେ ଗୋବିନ୍ଦା ସେ କୌଣସି ରୂପରେ ଗରିବ ନୁହନ୍ତି। ତାଙ୍କ ପାଖରେ ଅଜସ୍ର ଧନ ସମ୍ପତ୍ତି ଅଛି, ସମାଜରେ ତାଙ୍କର ନାଁ ଅଛି, ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ବଡ଼ ନାଁ ଅଛି, ସବୁକିଛି ତାଙ୍କ ପାଖରେ ଅଛି। କିନ୍ତୁ ତାଙ୍କର ଏପରି କ'ଣ ଦରକାର ପଡ଼ିଲା ଯେ ସେ ଯୀଶୁଙ୍କ ପାଖକୁ ଆସିଲେ? କିଛି ତ ଗୋଟେ କାରଣ ଥିବ। ଆଉ ଯେଉଁମାନେ ବେଶୀ କଥାବାର୍ତ୍ତା କରନ୍ତି ଯେ ଟଙ୍କା ଲୋଭରେ ଲୋକମାନେ ଖ୍ରୀଷ୍ଟିଆନ ହେଉଛନ୍ତି, ଏବେ ଗୋବିନ୍ଦାଙ୍କ ବିଷୟରେ ସେମାନେ କ'ଣ କହିବେ? ଗୋବିନ୍ଦାଙ୍କ ବିଷୟରେ, ତାଙ୍କ ପତ୍ନୀଙ୍କ ବିଷୟରେ କ'ଣ କହିବେ? ଏମାନେ ବି କ'ଣ ଟଙ୍କା ଲୋଭରେ ଏମାନେ ଚର୍ଚ୍ଚକୁ ଯାଇଥିଲେ? ଏମାନଙ୍କ ପାଖରେ ଏତେ କୋଟି କୋଟି ଟଙ୍କା ଅଛି ଯେ କୌଣସି ଚର୍ଚ୍ଚ ମଧ୍ୟ ଏମାନଙ୍କୁ ଯୋଗାଇ ପାରିବ ନାହିଁ।
आउ एमाने चर्च को जाउछन्ति एथिपाई जाइछन्ति बा जीवासिया करूछन्ति आज पर्यंत जेहेतु एमानक जीवन शांतिर आवश्यकता अच्छे से मते एमाने जाउछन्ति। आउरे अनेक एक्टर अच्छन्ति जेपरिक प्रेम चोपड़ा, जॉनी लीवर मु आपन कहली, गीता विश्वास, एपरी अनेक अच्छन्ति आउ जो माने कि एबे सुधा मध्य प्रभु जीशुख्रीष्ट ठारे अच्छन्ति। एबे भी से चर्च जाउछन्ति, बाइबल पढ़ुछन्ति, प्रार्थना करुछन्ति। ए समस्त विषय पवित्र आत्मा ही कार्य अटे। तेबे समस्त को ख्रीष्ट प्रेम रे मोर आंतरिक नमस्कार।